ଚାଇନିଜ୍ କମ୍ପାନୀଗୁଡ଼ିକ ସ୍ମାର୍ଟଫୋନ୍ର ଏକ ଖାସ୍ କଥା ହେଉଛି କି ତାହା କମ୍ ମୂଲ୍ୟ ଏବଂ ଉଚ୍ଚ ବ୍ୟବସାୟିକ ଫିଚର୍ସ ମିଳୁଛି, ଯାହା ସେମାନଙ୍କୁ ମହଙ୍ଗା ବ୍ରାଣ୍ଡ ତୁଳନାରେ ଏକ ପ୍ରତିଯୋଗିତାମୂଳକ ବିକଳ୍ପ କରିଥାଏ। ଏହି ସ୍ମାର୍ଟଫୋନ୍ଗୁଡ଼ିକ ଲୋକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହେବାର କାରଣ ପାଲଟିଛି। ଅବଶ୍ୟ ଶସ୍ତା ଟେକ୍ନୋଲୋଜି ବେଳେବେଳେ ଗୁରୁତର ସୁରକ୍ଷା ସମସ୍ୟାର କାରଣ ପାଲଟିଥାଏ, ଯେପରି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହା ଦର୍ଶାଯାଇଛି ଯେ ଇନଫିନିକ୍ସ ବ୍ରାଣ୍ଡର ସ୍ମାର୍ଟଫୋନ୍ର ବ୍ୟାଟେରୀ ବିସ୍ଫୋରଣ ହେତୁ ଏଥିରେ ନିଆଁ ଲାଗିଯାଇଥିଲା ଏବଂ ବ୍ୟାଟେରୀଟି ଧୂଆଁମୟ ହୋଇଯାଇଥିଲା। ଏହି ଘଟଣା ପଛରେ ଅନେକ କାରଣ ଥାଇପାରେ, ଯେପରିକି ଲିଥିୟମ୍ ଆୟନ କିମ୍ବା ଫୋନ୍ର ଅତ୍ୟଧିକ ଗରମ ହେତୁ ବ୍ୟାଟେରୀ ଫାଟିଯାଇଥିଲା। ଯେତେବେଳେ ଏକ ଖରାପ ଗୁଣାତ୍ମକ ଚାର୍ଜର ସହିତ ଫୋନ୍ ଚାର୍ଜ କରାଯାଏ, ସେତେବେଳେ ଏପରି ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଫୋନ୍ରେ ଅତ୍ୟଧିକ ଲୋଡ୍ ପଡ଼ିବାରୁ ଏପରି ଘଟିଥାଏ। ଭାଇରାଲ ହେଉଥିବା ଭିଡିଓରେ ଜଣେ ବ୍ୟକ୍ତି ଇନଫିନିକ୍ସ କମ୍ପାନୀର ଯୋଡ଼ିଯାଇଥିବା ସ୍ମାର୍ଟଫୋନ୍ର ଅବସ୍ଥା ଦେଖାଉଛନ୍ତି। ଫୋନ୍ର ଅବସ୍ଥା ସମ୍ପୂର୍ଣ୍ଣ ଖରାପ ଦେଖାଯାଉଛି। ଏଥିରୁ ଜଣାପଡ଼ୁଛି ଯେ ସେ ନିଜ ଫୋନ୍କୁ ବ୍ୟାଗ୍ରେ ରଖିଥିଲେ, କାରଣ ବ୍ୟାଗ୍ର ସମସ୍ତ ସାମଗ୍ରୀ ବାହାରେ ବିଛାଡ଼ି ହୋଇ ରହିଛି ଏବଂ ଏଥିରୁ ଅନେକ ଧୂଆଁ ବାହାରୁଛି। ଭିଡିଓରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଫୋନ୍ରେ ନିଆଁ ଲାଗିବା ହେତୁ ବ୍ୟାଗ୍ରେ ରଖାଯାଇଥିବା ଡକୁମେଣ୍ଟଗୁଡ଼ିକ ମଧ୍ୟ ପୋଡ଼ିଯାଇଛି। ଯଦି ଆପଣ ନ୍ୟୁଜ୍ଟି ଭଲ ଲାଗିଥାଏ ତେବେ ଗୋଟେ ଲାଇକ୍, କମେଣ୍ଟ, ସେୟାର କରିବାକୁ ଭୁଲିବେନି। ଜୟ ଜଗନ୍ନାଥ।